ওং হ্রিং ভুবনেশ্বর্যৈ নমো নমঃ। স্ত্রী ঋণজনিত বিচার କରାଯିବ। ଆପଣଙ୍କ ଜନ୍ମକୁଣ୍ଡଳୀରେ ଦ୍ୱିତୀୟ ସ୍ଥାନରେ କିମ୍ବା ସପ୍ତମ ସ୍ଥାନରେ ଯଦି ଚନ୍ଦ୍ର ରବି ଏବଂ ରାହୁ ଯୁକ୍ତ ହୋଇଥିବେ, ଏଥିରୁ ଜାଣିବେ ଯେ ଏଇଥିରୁ ଆପଣଙ୍କର ସ୍ତ୍ରୀ ଋଣଜନିତ ଅଭିଶାପ ଘଟଣାବଳୀ ଜଣାପଡ଼ିବ। ଆପଣ ପୂର୍ବ ଜନ୍ମରେ ସ୍ତ୍ରୀ ପ୍ରତି କ'ଣ ଅବହେଳା କରିଛନ୍ତି, କୁଠାରଘାତ କରିଛନ୍ତି, ଦଣ୍ଡ ଦେଇଛନ୍ତି, ନିର୍ଯାତନା କରିଥିବାର ପ୍ରମାଣ ଏଇଥିରୁ ମିଳିବ। ଏ ଜନ୍ମରେ ଆପଣଙ୍କର ଶୁଭ କାର୍ଯ୍ୟରେ ଆକସ୍ମିକ ଦୁର୍ଘଟଣା, ପରିବାରରେ ଅସାଧ୍ୟ ରୋଗ ଏବଂ ପକ୍ଷାଘାତ ରୋଗ, ବିବାହ ବ୍ରତ ମାଙ୍ଗଳିକ କାମରେ ଆକସ୍ମିକ ସଦସ୍ୟଙ୍କର ଗାଡ଼ି ଦୁର୍ଘଟଣା ଜନିତ ହୋଇ ମାଙ୍ଗଳିକ କାର୍ଯ୍ୟ ବନ୍ଦ ହୋଇଯିବ। ଏଇଭଳି ଦୁର୍ଘଟଣା ଘଟିଲେ, ଅଶୁଭ କାମ ଶୁଭରେ ଅଶୁଭ ଜୁଟିଲେ ଜାଣିବେ ଯେ ସ୍ତ୍ରୀ ଅଭିଶାପ ଜନିତ ଋଣ ସୃଷ୍ଟି ହୋଇଅଛି। ଏହା ଶାସ୍ତ୍ରରେ ପ୍ରମାଣ ମିଳୁଛି। ଯଦି ଏଇଭଳି ପରିସ୍ଥିତି ହୁଏ ଆପଣଙ୍କର, ତାହେଲେ ଆର ପ୍ରତିକାର ପାଇଁ ସରଳ ପ୍ରତିକାର ବି ଶାସ୍ତ୍ରରେ ଦିଆଯାଇଅଛି। କୌଣସି ଶୁକ୍ରବାର ଦିନ ଆପଣ କେତେକ ଗାଈଙ୍କୁ ଘାସ ଏବଂ ଦାନା ଖାଇବାକୁ ଦିଅନ୍ତୁ 21 ଦିନ ପର୍ଯ୍ୟନ୍ତ। ସଧବା ସ୍ତ୍ରୀ ଲୋକଙ୍କୁ ବସ୍ତ୍ର ଦାନ କରନ୍ତୁ। କୌଣସି ଦୁର୍ଗା ମନ୍ଦିରରେ ହୋମ ଯଜ୍ଞ କରି ବ୍ରାହ୍ମଣମାନଙ୍କୁ ଦକ୍ଷିଣା ଦିଅନ୍ତୁ। ଏହା ହିଁ ସରଳ ପ୍ରତିକାର ଶାସ୍ତ୍ରରେ ବିଧାନ ଦିଆଯାଇଅଛି। ରହୁଛି, ନମସ୍କାର। ଜୟ ଜଗନ୍ନାଥ, ଜୟ ମା।